ଜୟ ଜଗନ୍ନାଥ ବନ୍ଧୁଗଣ ଭାରତ ଦଳ ଶ୍ରୀଲଙ୍କା ବିପକ୍ଷରେ 3ଟି ଟି20 ମ୍ୟାଚ୍ ଏବଂ 3ଟି ଦିନିକିଆ ମ୍ୟାଚ୍ ଖେଳିବାକୁ ଯାଉଛି। ଏହି ସିରିଜ ପାଇଁ ଭାରତ ଦଳ ଜୁଲାଇ 22ରୁ ଶ୍ରୀଲଙ୍କା ଗସ୍ତ କରିବ। ଭାରତ ଦଳ ପ୍ରଥମେ 3ଟି ଟି20 ମ୍ୟାଚ୍ ଖେଳିବ। ଏହି ସିରିଜ ପାଇଁ ସୂର୍ଯ୍ୟ କୁମାରଙ୍କୁ ମିଳିଛି ବଡ଼ ଦାୟିତ୍ୱ। ଆମେ ଆପଣଙ୍କୁ କହିବୁ ଯେ ସୂର୍ଯ୍ୟ କୁମାରଙ୍କୁ କେଉଁ ଦାୟିତ୍ୱ ମିଳିଛି। ଆପଣମାନେ ଯଦି ପ୍ରଥମ ଥର ଆମ ଭିଡ଼ିଓଟିକୁ ଦେଖୁଥାନ୍ତି ତାହେଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଏହି ସିରିଜର ପ୍ରଥମ ଟି20 ମ୍ୟାଚ୍ ଜୁଲାଇ 27ରେ ଖେଳାଯିବ। ଦ୍ୱିତୀୟ ଟି20 ମ୍ୟାଚ୍ ଜୁଲାଇ 28ରେ ଏବଂ ତୃତୀୟ ମ୍ୟାଚ୍ ତଥା ଅନ୍ତିମ ମ୍ୟାଚ୍ ଜୁଲାଇ 30ରେ ଖେଳାଯିବ। ଏହି 3ଟି ଟି20 ମ୍ୟାଚ୍ ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କୁ ଅଧିନାୟକ ପଦର ଦାୟିତ୍ୱ ମିଳିଛି। ସୂର୍ଯ୍ୟ କୁମାରଙ୍କ ନେତୃତ୍ୱରେ ଭାରତ ଦଳ 3ଟି ଟି20 ମ୍ୟାଚ୍ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଟି20 ମ୍ୟାଚ୍ ପାଇଁ ଖେଳାଳିଙ୍କ ନାମ: ସୂର୍ଯ୍ୟ କୁମାର ଯାଦବ, ଶୁଭମନ ଗିଲ୍, ଯଶସ୍ୱୀ ଜୟସ୍ୱାଲ, ରିଙ୍କୁ ସିଂ, ରିୟାନ ପରାଗ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଖଲିଲ ଅହମ୍ମଦ ଏବଂ ମହମ୍ମଦ ସିରାଜ।